हेलो फ्रेंड नमस्कार जय जगन्नाथ आशा करছি ଆପଣ ମାନେ ଭଲ ଥିବେ ମୁଁ ବି ଭଲରେ ଅଛି ମୋର ଏକ ନୂଆ ଫେସ୍ ବ୍ଲଗ୍ କୁ ଆପଣ ମାନଙ୍କୁ ସ୍ୱାଗତ କରୁଛି ଚାଲନ୍ତୁ ଆଜିର ଭିଡିଓଟି ଆରମ୍ଭ କରିବା। ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଆଜିର ଦିନରେ ଭଗବାନ ବିଷ୍ଣୁ ଧରାପୃଷ୍ଠର ଅଷ୍ଟମ ଅବତାର ରୂପେ ମାତା ଦେବକୀ ଓ ପିତା ବସୁଦେବଙ୍କ କଳମଣ୍ଡନରେ କରିଥିଲେ। ସେଦିନ ଥିଲା ଭାଦ୍ରବ ମାସର ଅନ୍ଧାର ପକ୍ଷର ଅଷ୍ଟମ ତିଥି। ସେହି ଦିନଠାରୁ ଦେବକୀ ଓ ବସୁଦେବଙ୍କ ଅଷ୍ଟମ ସନ୍ତାନ ମଥୁରାରେ ଜନ୍ମଗ୍ରହଣ କରିଥିଲେ। କିନ୍ତୁ କୃଷ୍ଣଙ୍କର ପିଲାଦିନ କଟିଥିଲା ଗୋପପୁରରେ ଯଶୋଦା ଓ ନନ୍ଦଙ୍କ ପାଖରେ। ମାନେ ମହାପ୍ରଭୁ କୃଷ୍ଣ ସେତେବେଳେ ଗୋପୀ ମାନଙ୍କ ସାଙ୍ଗରେ ଦିନ କଟଉଥିଲେ। ଏମିତି ସବୁ ଅଛି ଆଉ। କୃଷ୍ଣଙ୍କର ଜନ୍ମ କଂସ ବଧ ପାଇଁ ଥିଲା। ପରେ ସେ ଦ୍ୱାରକାରେ ନିଜର ରାଜଧାନୀ ତିଆରି କରି ରୁକ୍ମିଣୀଙ୍କୁ ବିବାହ କରିଥିଲେ। ଆଜିର ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା? ଯଦି ଆଜିର ଭିଡିଓଟି ଆପଣ ମାନଙ୍କୁ ଭଲ ଲାଗିଥାଏ ଲାଇକ୍ ସେୟାର କମେଣ୍ଟ କରିବାକୁ ଜମାରୁ ଭୁଲିବେ ନାହିଁ। ପାଖରେ ଥିବା ବେଲ୍ ବଟନଟି ଦବାଇ ଦେବେ। ମୋ ନୋଟିଫିକେସନ ଆପଣଙ୍କ ପାଖରେ ଜଲ୍ଦି ପହଞ୍ଚିଯିବ। ଯେବେ ଭିଡିଓ ପୋଷ୍ଟ କରିବି ସର୍ବପ୍ରଥମେ ଆପଣ ମାନେ ହିଁ ଦେଖିପାରିବେ। ଯଦି ଆପଣ ମାନେ ଚ୍ୟାନେଲରେ ନୂଆ ଅଛନ୍ତି ରୀଣିମା ବ୍ଲଗ୍ସ ଜଲ୍ଦି ସବସ୍କ୍ରାଇବ କରନ୍ତୁ। ଯଦି ଆପଣ ମାନେ ସବସ୍କ୍ରାଇବ କରିଦେଇଛନ୍ତି ଆପଣ ମାନଙ୍କର ହୃଦୟରେ ବହୁତ ବହୁତ ଧନ୍ୟବାଦ। ଆପଣଙ୍କ ଭଲ ପାଇବା ଆଶୀର୍ବାଦ ମୋ ଉପରେ ମୋ ପରିବାରରେ ଏମିତି ରଖିଥାନ୍ତୁ। ଆଗକୁ ଯିବା ପାଇଁ ବହୁ ମାତ୍ରାରେ ମତେ ସପୋର୍ଟ କରନ୍ତୁ। ଆଉ ଆପଣ ମାନେ ଯଦି ପ୍ରଥମ କରି ମୋ ଚ୍ୟାନେଲଟି ଦେଖୁଛନ୍ତି ତାହେଲେ ଭିଡିଓଟିକୁ ଫାଷ୍ଟ ରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ମୁଁ ଆଜି କୃଷ୍ଣଙ୍କ ବିଷୟରେ କିଛି କହିଛି। ଆଜିର ଭିଡିଓଟି ଏଇଠି ଏଣ୍ଡ କରିଛି। ନେକ୍ସଟ ଭିଡିଓ ଆପଣ ମାନଙ୍କ ସହିତ ଦେଖାହବ। ନମସ୍କାର, ଜୟ ଶ୍ରୀକୃଷ୍ଣ।